ମୋ ନାଁ ଅନିରୁଦ୍ଧ ସାହୁ, ସାସୁର ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚ ତଥା ଧୂସୁରୀ ମଣ୍ଡଳର ଭାରତୀୟ ଜନତା ପାର୍ଟିର ସଭାପତି। ବିଷ୍ଣୁ ଭାଇଙ୍କର ସ୍ୱର୍ଗତ ବିଷ୍ଣୁ ସେଠୀଙ୍କର ଆଜି 44ତମ ଜନ୍ମ ଜୟନ୍ତୀ ଉତ୍ସବ, କ୍ଷମା କରିବେ 64ତମ ଜନ୍ମ ଜୟନ୍ତୀ ଉତ୍ସବ। ଏ ଉତ୍ସବରେ ଆମେ ଆଜି ସକାଳୁ ପ୍ରତି ପଞ୍ଚାୟତରେ ବୃକ୍ଷରୋପଣ କାର୍ଯ୍ୟକ୍ରମ କରିଛୁ। ବୃକ୍ଷରୋପଣ କରାଯାଇଛି। ଆଉ ସନ୍ଧ୍ୟାରେ ଏଠି ତାଙ୍କର ଗାଥାକୁ ନେଇ ତାଙ୍କର କରିଥିବା ଜୀବନର ଯଦି ତପସ୍ୟା ସାଧାରଣ ଲୋକଙ୍କ ପାଇଁ ଥିଲା, ତାଙ୍କର ଗୋଟିଏ କଥା ଥିଲା ଯେ ସର୍ବା ତଳ ପାହାଚରେ ଥିବା ଲୋକଟିଏ ମୁହଁର ହସ ଫୁଟିଲେ ମୁଁ ନିଜକୁ ଧନ୍ୟ ମନେ କରିବି। ଏ କଥାକୁ ନେଇ ଆଜି ତାଙ୍କରି ଉଦ୍ଦେଶ୍ୟରେ ଆଜି ଆଲୋଚନା ଚକ୍ର ସନ୍ଧ୍ୟାବେଳେ ଧୂସୁରୀ ଗ୍ରାମ ପଞ୍ଚାୟତ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଅଛି। ତେଣୁ ତାଙ୍କର ଗାଥା, ତାଙ୍କର କଥା, ତାଙ୍କର ମୂଳ ଲକ୍ଷ୍ୟ ଥିଲା ଯାହା ସମାଜ ସେବା କରିବା, ସେ ଉଦ୍ଦେଶ୍ୟରେ ଆଜି ଆଲୋଚନା ଚକ୍ର କରାଯାଇଅଛି। ମୁଁ ଚତୁର୍ଭୁଜ ନାୟକ, ବିଷ୍ଣୁ ସେଠୀର ପରିବାରର ଲୋକ। ମୋର ସିଏ ନେତା ନୁହନ୍ତି, ସିଏ ମୋର ଜଣେ ବଡ ଭାଇ ହିସାବରେ, ମୋର ମାର୍ଗଦର୍ଶ ହିସାବରେ, ମୋ ପରିବାର ଲୋକ ହିସାବରେ ମୁଁ ତାଙ୍କୁ ଜାଣିଛି। ତାଙ୍କର ଆଜି 64ତମ ଜନ୍ମ ଦିବସ। ଆମ ପାଇଁ ସେ ବହୁତ କଥା କିଛି କରିଛନ୍ତି, ଆମେ ତାଙ୍କ ପାଇଁ ତ ସେତେ କିଛି କରିପାରୁନାହୁଁ। ଆଜି ତାଙ୍କ ପାଇଁ ଆମେ ପ୍ରତି ପଞ୍ଚାୟତରେ 5ଟି କରି ଗଛ ପ୍ରତି ବୁଥରେ ଲଗାଇଛୁ ଏବଂ ତାଙ୍କର ଆଜି ଜୀବଦଶା ଭିତରେ ଯେତେ ଲୋକଙ୍କ ପାଇଁ ସେ କାମ କରିଛନ୍ତି, ସମାଜ ସେବା କରିଛନ୍ତି, ତାରି ବାବଦରେ ଆଜି ଆମେ ଆମ ଅଞ୍ଚଳ ଲୋକମାନଙ୍କୁ ଡାକି ତାଙ୍କ ବାବଦରେ ତାଙ୍କର ଭଲ କାର୍ଯ୍ୟ ଏବଂ କଣ କଣ ଆମ ଭଦ୍ରକ ଜିଲ୍ଲା ପାଇଁ କରିଛନ୍ତି ତାହା ଆଲୋଚନାର ବିଷୟବସ୍ତୁ ଥିଲା। ମୁଁ ରାମଚନ୍ଦ୍ର ମିଶ୍ର, ସମାଜସେବୀ, ଭାରତୀୟ ଜନତା ପାର୍ଟିର ପୂର୍ବତନ ମଣ୍ଡଳ ସଭାପତି। ବିଷ୍ଣୁ ଭାଇଙ୍କର ଜନ୍ମ ଜୟନ୍ତୀ ଉତ୍ସବ, ଏ ବିଷ୍ଣୁ ଭାଇ ଆମ ସମସ୍ତଙ୍କର ପ୍ରେରଣାର ଉତ୍ସ ଥିଲେ। ସିଏ ଥିଲେ ଏକାଧାରରେ ସାହିତ୍ୟ ଆଉ ରାଜନୀତିର ଏକ ସମ୍ମିଶ୍ରଣ। ମୋଟାମୋଟି କହିବାକୁ ଗଲେ ତାଙ୍କରି ଭାଷାରେ ଯଦି ଜୀବନ ରୂପକ ଉପପାଦ୍ୟରେ ରାଜନୀତି ଥିଲା ତାଙ୍କ ପାଇଁ ସିଦ୍ଧାନ୍ତ ଆଉ ସାହିତ୍ୟ ଥିଲା ତାଙ୍କ ପାଇଁ ଅମ୍ଳଜାନ। ଏ ପ୍ରକାର ରାଜନୀତି ସାହିତ୍ୟର ସମ୍ମିଶ୍ରଣ ବହୁତ କମ ବ୍ୟକ୍ତିଙ୍କ ପାଖରେ ଦେଖାଯାଏ, ଯେମିତି ଅଟଳ ବିହାରୀ ବାଜପେୟୀ। ଏମିତି କମ ଲୋକଙ୍କ ଥର ଏଇଭଳିଆ ଦେଖାଯାଏ ଯୋଉମାନଙ୍କ ନିକଟରେ ରାଜନୀତି ଆଉ ସାହିତ୍ୟ ଦିଟାଙ୍କ ମିଶିକି ଥାଏ, କାରଣ ଦିଟା ବିପରୀତ ଧର୍ମୀର କଥା। ସେଇପରି ଏକ ନିଆରା ବ୍ୟକ୍ତିତ୍ୱର ମଣିଷ ଥିଲେ ବିଷ୍ଣୁ ଭାଇ। ଆଉ କଣ ତାଙ୍କ ବିଷୟରେ କଣ କହିବି, ସେ ତ ଅନନ୍ୟ ପୁରୁଷ ଥିଲେ, ସମଗ୍ର ଏକ ସ୍ରଷ୍ଟା, ଦିଗ୍ଦର୍ଶ, ବିଶିଷ୍ଟ ବ୍ୟକ୍ତିତ୍ୱର ଅଧିକାରୀ।